ଦର୍ଶକ ବନ୍ଧୁ ଧ୍ୟାନରେ ଶୁଣନ୍ତୁ। 1 ନମ୍ବର, ମହିଳାମାନେ କେବେ ବି ଘରର ଦୁଆର ମୁହଁରେ ବସି ଭୋଜନ କରନ୍ତୁ ନାହିଁ। ଏହାଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ। 2 ନମ୍ବର, ମହିଳାମାନେ ରୋଷେଇ କରିସାରିବା ପରେ ଚୁଲା ଉପରେ କୌଣସି ଅନ୍ୟ ଜିନିଷ ରଖନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ। 3 ନମ୍ବର, ମହିଳାମାନେ କେବେ ବି ସନ୍ଧ୍ୟା ପୂଜା ସମୟରେ କାହାରିକୁ ଥଟ୍ଟା କିମ୍ବା ଅପମାନିତ କରନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ। 4 ନମ୍ବର, ମହିଳାମାନେ କେବେ ବି ଲୁଣ ରଖୁଥିବା ପାତ୍ରକୁ ଖୋଲା ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ଧନର ଅଭାବ ହୋଇଥାଏ। 5 ନମ୍ବର, ମହିଳାମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଘର ଝାଡ଼ୁ ମାରିଲେ ଧନ ବୃଦ୍ଧି ହୋଇଥାଏ ଏବଂ ସୂର୍ଯ୍ୟ ଅସ୍ତ ପରେ କେବେ ଝାଡ଼ୁ ମାରନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ। 6 ନମ୍ବର, ମହିଳାମାନେ ଯଦି କିଛି ଧଳା ରଙ୍ଗର ଜିନିଷ କାହାକୁ ଦାନ କରନ୍ତି ତେବେ ଘରେ କେବେ ଧନର ଅଭାବ ହେବ ନାହିଁ। 7 ନମ୍ବର, ଯେଉଁ ମହିଳାମାନଙ୍କ ପାଦର ଆଙ୍ଗୁଠି ମଧ୍ୟରେ ଅଧିକ ଫାଙ୍କା ଥାଏ ସେମାନେ ଧନ ସଞ୍ଚୟ କରିପାରିନଥାନ୍ତି। 8 ନମ୍ବର, ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ଗୁଡ଼ାକ ଲାଗି କରିଥାଏ ଏବଂ କୋମଳ ହୋଇଥାଏ ସେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି। 9 ନମ୍ବର, ଯେଉଁ ମହିଳାଙ୍କ ହାତ ପାପୁଲି କୋମଳ ଏବଂ ହାତରେ ପଦ୍ମ ପତାକା, ମାଛ ଓ ଶଙ୍ଖ ଚିହ୍ନ ଥାଏ ସେମାନଙ୍କ ସ୍ୱାମୀ ଧନବାନ ହୋଇଥାନ୍ତି। 10 ନମ୍ବର, ଯେଉଁ ମହିଳାଙ୍କ ବାମ ହାତରେ, ବେକରେ, ଗାଲରେ, ଓଠରେ ଓ କାନରେ ତିଳ ଚିହ୍ନ ଥାଏ ସେମାନେ ସୁଖ ଭୋଗ କରିଥାନ୍ତି। 11 ନମ୍ବର, ଯେଉଁ ମହିଳାମାନଙ୍କ ହାତ କୋମଳ, ଲୋମ ନଥାଏ, କାନ୍ଧ ଆଗକୁ ଥାଏ ସେମାନେ ଜୀବନରେ ବହୁତ ସୁଖ ଭୋଗ କରିଥାନ୍ତି। 12 ନମ୍ବର, ଯେଉଁ ମହିଳାମାନେ ହସିଲା ବେଳେ ପାଟି ଅଳ୍ପ ଖୋଲିଥାଏ ଏବଂ ଦାନ୍ତ ଦେଖାଯାଏ ନାହିଁ ସେ ସ୍ୱାମୀଙ୍କ ପାଇଁ ସୌଭାଗ୍ୟ ଆଣିଥାନ୍ତି। 13 ନମ୍ବର, ଯେଉଁ ମହିଳାଙ୍କ ଜିଭ ପତଳା, ଲାଲ ଏବଂ କୋମଳ ହୋଇଥାଏ ସେମାନଙ୍କୁ ଉତ୍ତମ ପତି ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। 14 ନମ୍ବର, ଯେଉଁ ମହିଳାଙ୍କ ପାଟି ଉପରେ 16ଟି ଏବଂ ତଳେ 16ଟି ଦାନ୍ତ କ୍ଷୀର ପରି ସଫା ଥାଏ ସେ ସ୍ୱାମୀଙ୍କର ପ୍ରିୟ ହୋଇଥାନ୍ତି। 15 ନମ୍ବର, ଯେଉଁ ମହିଳାଙ୍କ ଓଠ ମଝିରେ ରେଖା ଦେଖାଯାଏ ସେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି। 16 ନମ୍ବର, ଶରୀର ବିଜ୍ଞାନ ଅନୁସାରେ ଯେଉଁ ମହିଳାଙ୍କର ମୁହଁ ଟିକେ ଛୋଟ ହୋଇଥାଏ ସେମାନେ ପୁରୁଷଙ୍କ ପାଇଁ ବହୁତ ମଙ୍ଗଳକାରୀ ଅଟନ୍ତି। 17 ନମ୍ବର, ଯେଉଁ ମହିଳାଙ୍କ ନାକର ଅଗ୍ରଭାଗ ଅଳ୍ପ ଲମ୍ବିଥାଏ ସେମାନଙ୍କୁ ବହୁତ ସୁଖ ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। 18 ନମ୍ବର, ଯେଉଁ ମହିଳାମାନଙ୍କ ବେକରେ 3ଟି ରେଖା ପଡ଼ିଥାଏ ସେମାନଙ୍କ ସ୍ୱାମୀ ଐଶ୍ୱର୍ଯ୍ୟଶାଳୀ ହୋଇଥାନ୍ତି। 19 ନମ୍ବର, ଯେଉଁ ମହିଳାଙ୍କ ବେକର ଘଣ୍ଟିକା ଉଚ୍ଚା ହୋଇଥାଏ ସେମାନେ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି। 20 ନମ୍ବର, ଯେଉଁ ମହିଳାମାନଙ୍କ ବେକ 4 ଆଙ୍ଗୁଳି ବିଶିଷ୍ଟ, ସୁନ୍ଦର ଓ ସୁଢଳ ସେମାନେ ଉତ୍ତମ ଲକ୍ଷଣଯୁକ୍ତ ମହିଳା ଅଟନ୍ତି। 21 ନମ୍ବର, ଯେଉଁ ମହିଳାମାନଙ୍କର ଓଠ 2 ଆଙ୍ଗୁଳି ସୁନ୍ଦର ଓ ମାଂସଳ ତେବେ ସେମାନେ ସୌଭାଗ୍ୟଶାଳୀ ମହିଳା ଅଟନ୍ତି। 22 ନମ୍ବର, ଯେଉଁ ମହିଳାମାନଙ୍କର ଗାଲ ଗୋଲ, ସୁନ୍ଦର ଓ ଶିର ଦେଖାଯାଏ ନାହିଁ ସେମାନେ ଦୈବୀଯୁକ୍ତ ମହିଳା ଅଟନ୍ତି। 23 ନମ୍ବର, ଯେଉଁ ମହିଳାମାନେ ସକାଳେ ଓ ସନ୍ଧ୍ୟାରେ ଘରେ ଦେବୀ ଦେବତାଙ୍କୁ ଧୂପ ଦୀପ ଦେଇ ପୂଜା କରନ୍ତି ସେମାନେ ଭାଗ୍ୟବତୀ ହୋଇଥାନ୍ତି। 24 ନମ୍ବର, ଯେଉଁ ମହିଳାମାନେ ସକାଳେ ଓ ସନ୍ଧ୍ୟାରେ ଘରେ ଦେବୀ ଦେବତାଙ୍କୁ ଧୂପ ଦୀପ ଦେଇ ପୂଜା କରନ୍ତି ସେମାନେ ଭାଗ୍ୟବତୀ ହୋଇଥାନ୍ତି। 25 ନମ୍ବର, ଯେଉଁ ମହିଳାମାନେ ଆସ୍ତିକ, କ୍ଷମାଶୀଳ, ଦାନଶୀଳ, ବୁଦ୍ଧିମାନ ଏବଂ କର୍ତ୍ତବ୍ୟ ପରାୟଣ ସେମାନେ ସାକ୍ଷାତ ଲକ୍ଷ୍ମୀ ସ୍ୱରୂପ ଅଟନ୍ତି। 26 ନମ୍ବର, ଯେଉଁ ମହିଳାମାନଙ୍କର କଣ୍ଠ କୋମଳ ଏବଂ କଥାବାର୍ତ୍ତା ଧୀର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ଅଟନ୍ତି। 27 ନମ୍ବର, ଯେଉଁ ଲୋକର ସ୍ତ୍ରୀ ଥାଇ ମଧ୍ୟ ପର ସ୍ତ୍ରୀ ସହ ରମଣ କରେ ସେହି ବ୍ୟକ୍ତିର ସ୍ତ୍ରୀ ଦୁଶ୍ଚରିତ୍ରା ଓ ଚରିତ୍ରହୀନା ହୋଇଥାନ୍ତି। 28 ନମ୍ବର, ଯେଉଁ ନାରୀ ନିଜ ସ୍ୱାମୀଙ୍କ ମନରେ ଦୁଃଖ ଦେଇଥାଏ ତାଙ୍କ ପରିବାରରେ ସର୍ବଦା ଅଶାନ୍ତି ଦେଖା ଦେଇଥାଏ ଏବଂ ନାନାଦି ବାଧାବିଘ୍ନ ଆସି ପହଞ୍ଚିଥାଏ। 29 ନମ୍ବର, ଯେଉଁ ନାରୀ ଶାଶୁ ଶ୍ୱଶୁରଙ୍କୁ ଅବମାନନା ତଥା ହତାଦାର କରିଥାଏ ସେହି ନାରୀର ସ୍ୱାମୀ ସକଳ ବିପଦରେ ପଡ଼ିଥାଏ। 30 ନମ୍ବର,
ଯିଏ ପରନାରୀ, ପରସ୍ତ୍ରୀ, ଅନୁଡ଼ା କନ୍ୟା, ପରଝିଅ ଓ ପରବୋହୂକୁ ସଙ୍ଗମ କରେ ସେ ପରଜନ୍ମରେ ନୀଚ ଯୋନିରେ ଜନ୍ମଗ୍ରହଣ କରିଥାଏ। ସେ 7 ଜନ୍ମ ଯାଏ ନର୍କ ଭୋଗ କରିଥାଏ। 31 ନମ୍ବର। ଯେଉଁ ମହିଳାମାନଙ୍କର ଆଖି ପାରା ଆଖି ସ୍ୱଭାବର ହୋଇଥାଏ ସେମାନେ ଭାରି କପଟୀ ସ୍ୱଭାବର ହୋଇଥାନ୍ତି। ଯେଉଁ ମହିଳାମାନଙ୍କର ନାକ ଟିକେ ଚେପେଟା ହୋଇଥାଏ ସେମାନେ ବୁଦ୍ଧିମତୀ ଓ ଗୁଣବତୀ ସ୍ୱଭାବର ହୋଇଥାନ୍ତି। ଯେଉଁ ମହିଳାମାନେ ଧୀରେ ସୁସ୍ଥ ଭାବରେ ଚାଲିଥାନ୍ତି ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି। 32 ନମ୍ବର। ଯେଉଁ ମହିଳାଙ୍କର ଆଖି ଟେରି ହୋଇଥାଏ ସେମାନେ ଦୁନିଆରେ ବହୁତ କିଛି ପାଇବାର ଆଶା ରଖିଥାନ୍ତି। 33 ନମ୍ବର। ଯେଉଁ ମହିଳାମାନଙ୍କର ଆଖି ବିରାଡ଼ି ଆଖି ସଦୃଶ୍ୟ ହୋଇଥାଏ ସେମାନେ ହତଭାଗିନୀ ସ୍ୱଭାବର ହୋଇଥାନ୍ତି। ଯେଉଁ ମହିଳାଙ୍କର ମୁଖମଣ୍ଡଳ ଗୋଲାକାର ହୋଇଥାଏ ସେମାନେ ଜୀବନରେ ଧନବାନ ସ୍ୱଭାବର ହୋଇଥାନ୍ତି। 34 ନମ୍ବର। ଯେଉଁ ମହିଳାମାନଙ୍କର ମୁଖରେ ଜମାରୁ ହସ ନଥାଏ ସେମାନେ ଜୀବନରେ ସବୁବେଳେ ଦୁଃଖ ଓ କଷ୍ଟରେ ରହିଥାନ୍ତି। 35 ନମ୍ବର। ଯେଉଁ ମହିଳାର ବାମ ସ୍ତନରେ, ବାମ କଣ୍ଠରେ, ବାମ କରରେ ତିଳ ଚିହ୍ନ ବା ଭାତୁଡ଼ି ଚିହ୍ନ ଥାଏ ସେହି ମହିଳାମାନେ ବହୁତ ସୌଭାଗ୍ୟବତୀ ହୋଇଥାନ୍ତି। ଏହି ମହିଳାମାନେ ଯେଉଁ ଘରକୁ ବୋହୂ ହୋଇଯାଇଥାନ୍ତି ସେମାନେ ସେହି ଘରର ବହୁବିଧ ଉନ୍ନତି କରିଥାନ୍ତି। ଯେଉଁ ମହିଳାମାନଙ୍କର ସ୍ତନ ବଡ଼ ହୋଇଥାଏ ସେମାନେ ସର୍ବଦା ସୁଖିନୀ ହୋଇଥାନ୍ତି। 36 ନମ୍ବର। ଯେଉଁ ମହିଳାମାନଙ୍କର କଟି ସରୁ ଓ ସ୍ତନ ସରୁ ସେହି ମହିଳାମାନେ ଖରାପ ଚରିତ୍ରର ପ୍ରାୟ ହୋଇଥାନ୍ତି। ଯେଉଁ ମହିଳାମାନଙ୍କର ପେଟ ସର୍ପ ପରି ହୋଇଥାଏ ସେମାନେ ବହୁତ ଭୋଜନ ପ୍ରେମୀ ହୋଇଥାନ୍ତି। 37 ନମ୍ବର। ଯେଉଁ ମହିଳାମାନଙ୍କର ଦାନ୍ତ ବଡ଼ ବଡ଼ ହୋଇଥାଏ ସେମାନେ ବହୁତ ରାଗୀ ସ୍ୱଭାବର ହୋଇଥାନ୍ତି। ଯେଉଁ ମହିଳାମାନେ ଲାଲ ପଦ୍ମ ପରି ଦେଖାଯାଇଥାଏ ସେମାନେ ଜୀବନରେ ବହୁତ ସୁଖ ସମୃଦ୍ଧି ଅର୍ଜନ କରିଥାନ୍ତି। 38 ନମ୍ବର। ଯେଉଁ ମହିଳାମାନଙ୍କର ଆଖି କୋଇଲି ପରି ଦେଖାଯାଇଥାଏ ସେମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି। ଯେଉଁ ମହିଳାମାନଙ୍କର ମୁଖମଣ୍ଡଳ ଅତି ସରୁ ବା ଗୋଜିଆ ହୋଇଥାଏ ସେମାନେ ବହୁତ ଜିଦଖୋର ସ୍ୱଭାବର ହୋଇଥାନ୍ତି। ଯେଉଁ ମହିଳାମାନଙ୍କର ନାକର ଅଗ୍ରଭାଗରେ କଳାଜାଇ ଚିହ୍ନ ରହିଥାଏ ସେହି ମହିଳାମାନେ ସୌଭାଗ୍ୟବତୀ ହୋଇଥାନ୍ତି। 39 ନମ୍ବର। ଯେଉଁ ମହିଳାମାନଙ୍କର କପାଳରେ କଳାଜାଇ ଚିହ୍ନ ରହିଥାଏ ସେହି ମହିଳାମାନେ ଧନବାନ ଓ କୀର୍ତ୍ତିବାନ ହୋଇଥାନ୍ତି। 40 ନମ୍ବର। ଦର୍ଶକ ବନ୍ଧୁ ଭିଡ଼ିଓଟି ଯଦି ଆପଣମାନଙ୍କୁ ପସନ୍ଦ ଆସିଥାଏ ତାହେଲେ ଚ୍ୟାନେଲକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ରହିଲି ନମସ୍କାର। ଜୟ ଜଗନ୍ନାଥ।